ଏବେ ପର୍ଯ୍ୟନ୍ତ ଗାଡ଼ି ପହଞ୍ଚି ନାହିଁ କ'ଣ କରିବା ଏମିତି ବୋହିବାକୁ ପଡ଼ୁଛି ରାସ୍ତାରେ ଆଉ ରାସ୍ତା ମଝିରେ ଏବେ ବଜାର ବି ପହଞ୍ଚୁଛୁ ଏତେ ଦୂର ହେଇକି ଚାଲିକି ମାନେ ବୋହିକି ଆଣୁଛୁ ଆଉ ନା ଅଛି ପିଇବା ପାଇଁ ପାଣି ନା ମୁଣ୍ଡ ଗୁଞ୍ଜିବାକୁ ଛାତ ସରକାରୀ ସୁବିଧାର ଢେର ଦୂରରେ ରହିଛି 50 ପରିବାର ରାସ୍ତାଘାଟ ଓ ମେଡିକାଲ ସୁବିଧା ନାହିଁ ଶିକ୍ଷା କହିଲେ ଏଠି ବୁଝନ୍ତି ନାହିଁ ନାମକୁ ମାତ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟଟିଏ ଅଛି ଆଜକୁ ପ୍ରାୟ 8 ବର୍ଷ ହେଲାଣି ମୁଁ ଏଠାରେ ଗାଉଛି ହଁ ଆଗରୁ ହିଁ ଏମିତି ବହୁତ ଘଞ୍ଚ ଜଙ୍ଗଲ ହେଇକି ଥିଲା ଆଉ କ'ଣ ସାପ ଏବେ ଟିକେ ସଫା ହେଇଛି ଆଉ ଏବେ ଟିକେ ସଫା ହେଇଛି 6 ବର୍ଷର ଟ୍ରାନ୍ସଫର ହେବା କଥା କିନ୍ତୁ 9 ବର୍ଷ ହେବଣି ସରକାରଙ୍କୁ ତ ନିବେଦନ କରୁଛୁ ଆଉ କରିଦିଅନ୍ତେ କରିଥାନ୍ତି ଆଉ ଏଠାରେ ରହିକି ବି ମୁଁ ଭଲସେ ଯିବା ଆସିବା ହେଇପାରୁନି ପିଲାମାନଙ୍କୁ ବି ଶିକ୍ଷାରୁ ବଞ୍ଚିତ କରୁ ଆଜ୍ଞା ହଁ ଆଜିର ଆଧୁନିକ ସମାଜରେ ମଧ୍ୟ ଏବେ ବି ଅଛି ଏମିତି ଏକ ଗାଁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ପାର୍ଶ୍ୱରେ ଥିବା ଏକ ଗାଁ ନିଲିଙ୍ଗପଦର ଗାଁରେ ବସବାସ କରନ୍ତି ଆଦିବାସୀ ସମ୍ପ୍ରଦାୟର 50 ପରିବାର ଆଜି ବି ଗାଁର କିଛି ବ୍ୟକ୍ତି ଅଛନ୍ତି ତାଙ୍କୁ 70 ବର୍ଷ ହୋଇଗଲାଣି କିନ୍ତୁ ସରକାରୀ ଯୋଜନା କ'ଣ ଜାଣିପାରି ନାହାନ୍ତି ଏମାନଙ୍କ ଜୀବନ ଜୀବିକା କହିଲେ ବୁଝାଏ ତାଙ୍କ ଚାରିପାଖରେ ଥିବା ଘଞ୍ଚ ଜଙ୍ଗଲ ସକାଳ ହେବା ମାତ୍ରେ ସେମାନେ ବାହାରି ଯାଆନ୍ତି ନିଜ ଚାଷ ଜମି ଅଭିମୁଖେ ସେଠୁ ଯାହା ପାଆନ୍ତି ସେ ପାଖ ବଜାର ଅର୍ଥାତ୍ ତୁମୁଡ଼ିବନ୍ଧ ସାପ୍ତାହିକ ବଜାରରେ ବିକ୍ରି କରନ୍ତି ଘଞ୍ଚ ଜଙ୍ଗଲ ସେଥିରେ ପୁଣି ପାହାଡ଼ିଆ ଜୀବଜନ୍ତୁଙ୍କର ଚଲାପଥ 7 କିମି ରାସ୍ତା ଅତିକ୍ରମ କରିଆସି ବିକ୍ରି କରନ୍ତି ଓ ସେହି ପଇସାରେ ଘର ପାଇଁ ରାସନ ଜିନିଷ ଔଷଧପତ୍ର କିଣି ନିଅନ୍ତି ଖାଉଟି ଚାଉଳ ନେବାକୁ ହେଲେ ସେମାନେ ଆସନ୍ତି ତୁମୁଡ଼ିବନ୍ଧ ପଞ୍ଚାୟତକୁ କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଚାଉଳ ମଧ୍ୟ ଠିକ୍ ଭାବରେ ଦେଉନାହାନ୍ତି ଲୋକ ଜଙ୍ଗଲରେ ଥାଇକିରି ମୂର୍ଖ ଆଗ ମୂର୍ଖ ଚାହାନ୍ତୁ ବୋଲିକିରି ଭାବୁଛନ୍ତି ସରକାର ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସେଥିପାଇଁ ବୋଲିକିରି ଏଠି ରାସ୍ତା ଦେଉନାହାନ୍ତି ରାସ୍ତା ଥିଲେ ମାଷ୍ଟର ଆସିକିରି ମାଷ୍ଟର ସ୍କୁଲ ଅଛି ସ୍କୁଲ ଦେଇଛନ୍ତି ଆଉ ମାଷ୍ଟର କାହିଁ ମାଷ୍ଟର ତ ଆସୁନାହିଁ ରାସ୍ତା ଥିଲେ ତ ଆଇବ ତ ମାଷ୍ଟର ମଧ୍ୟ ନିଦା ନାହିଁ ଆଶା ଦିଦି ସେମାନେ କେମିତି ଏଠି ରହିବେ ଜଙ୍ଗଲରେ ସେମାନେ ତ ପଦାରେ ଅଛନ୍ତି ରାସ୍ତା କଡ଼ରେ ନାଇଁ MG ଏନର୍ଜି ତ MG ଏନର୍ଜି କାମ ଆମକୁ ତ କିଛି ପାଉନୁ ଆମେ ସେଟା ଆମେ ପାଇବା ପାଇଁ ଯୋଗ୍ୟତା ନାହିଁ ସରକାର ଆମକୁ ସେଟା ସୁବିଧା ବି ଦେଉନାହାନ୍ତି କିଛି ନାହିଁ ସେଇଟା ପାଉନାହିଁ ଆଉ ଆମ ହାତରେ କିଛି ନାହିଁ ସେ ପଇସା ପତ୍ର ମେଡିକାଲ ପତ୍ର କେମିତି କ'ଣ ଯାଉଛ ସେଇଟା ବୋହିକି ଯାଉଛୁ ସାର୍ ଅଟୋରେ ବୋହିକି ନେଉଛୁ ସେମାନଙ୍କୁ ସେ ପେସେଣ୍ଟ ମାନଙ୍କୁ ବୋହିକି ନେଉଛୁ କରୁଛ ସେଇଟା ମାସ ଦେଖିକି ନେଉଛୁ ସାର୍ ସେଇଟା 2 ମାସ 3 ମାସ ହେଲା ପରେ ମେଡିକାଲରେ ଲେଖାଲୁ କରିକି ପାରିଲେ ତ ତାକୁ ଚାଲିକି ନେଉଛୁ ନହେଲେ ନ ପାରିଲେ ତ ବୋହିକି ନେଉଛୁ ସେମିତି ହେଇକି ଅସୁବିଧା ବ୍ୟବସ୍ଥାରେ ପଡୁଛୁ ଆମେ ରାସ୍ତାଘାଟ ନ କୌଣସି କାର୍ଡ ଫାର୍ଡ ମୋ ନାଁରେ ନାହିଁ ରେସନ କାର୍ଡ ନାହିଁ ଜବ୍ କାର୍ଡ ନାହିଁ ଆଉ ସ୍ୱାସ୍ଥ୍ୟ କଥା ନ କହିବା ଭଲ ନାଳ ଚୁଆ ପାଣି ପିଇ ଝାଡ଼ା ବାନ୍ତି ମ୍ୟାଲେରିଆ ଭଳି ରୋଗରେ ପୀଡ଼ିତ ହୋଇ ବହୁ ଜୀବନ ମଧ୍ୟ ଚାଲିଗଲାଣି ସ୍ଥାନୀୟ ପ୍ରଶାସନର ନଜର ଆଢୁଆଳରେ ରହିଛି ନିଲଙ୍ଗପଦର ନିର୍ବାଚନ ଆସିଲେ ନେତା ମନ୍ତ୍ରୀଙ୍କର ସୁଅ ଛୁଟେ କିନ୍ତୁ ଜିତିଲା ପରେ ମୁହଁ ଫେରାଇ ନିଅନ୍ତି ଏହି ଅଳ୍ପ ଦିନ ଭିତରେ ଯଦି କିଛି କାର୍ଯ୍ୟ ନ ହୁଏ ତେବେ ଆଗାମୀ ଇଲେକ୍ସନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ନିଲିଙ୍ଗପଦର ଗ୍ରାମବାସୀ କିଛି ପାଉନୁ ଆଉ ମେଡିକାଲ ବି ଆମେ ତୁମୁଡ଼ିବନ୍ଧ ବଜାର ଗଲେ ଆକା ସେ ଔଷଧ ପତ୍ର ଟିକେ ପାଇପାରୁଛୁ ଜଳଭଣ୍ଡାର ଟିକେ ଆମେ ନିଜେ ଯାଇକିରି ଇଞ୍ଜେକ୍ସନ କି ପଥର କି ଔଷଧ ପଥର କିଣିକି ଆଣୁଛୁ ତାପରେ ଘରେ ଘରେ ଖାଉଛୁ ତାପରେ ସେ ଡକ୍ଟର ବୋଇଲାଟା ବିଲକୁଲ ଆସୁନାହିଁ ଆଉ ସେମାନେ ଦିଦିମାନେ ବି ଆସୁନାହାନ୍ତି ଆଉ ରାସ୍ତା ଟିକେ ଆମର ରାସ୍ତା ଟିକେ ସରକାର ଆମକୁ କିଛି ନ ସାହାଯ୍ୟ ନ କରିବା ପାଇଁ ଅବସ୍ଥାରେ ଅଛୁ ପିଇବା ପାଣି ନାହିଁ ମାଷ୍ଟର ରାସ୍ତାଘାଟ ନାହିଁ ବୋଲିକି ମାଷ୍ଟର ବି ଆସୁନାହିଁ ଦେଖିବାକୁ ବାକି ରହିଲା ନେତା ମନ୍ତ୍ରୀ କି ସ୍ଥାନୀୟ ପ୍ରଶାସନ କାହାର ନଜର ପଡୁଛି ନିଲଙ୍ଗପଦର ଉପରେ।